ପିଲାମାନେ ସମସ୍ତେ ଦେଖୁଛ ମତେ ଦେଖ ସମସ୍ତେ ଦେଖ ତମର ଶିକ୍ଷା ସପ୍ତାହ ଚାଲିଛି ନା ତାହେଲେ ଆମେ ତମର ପଢିଥିବା ବିଷୟ ବହି ସମୁଦ୍ରଟିକୁ ଆଜି ଆଉ ଥରେ ରିଭିଜନ କରିକି ପଢିବା ହେଲା। ଦେଖ ଯୋଉଠି ପୂର୍ଣ୍ଣଚ୍ଛେଦ ଥିବ ଆମେ ଅଟକି ଯିବା ନା ଟିକେ ଆଉ ଯୋଉଠି କମା ଥିବ ସେଇଠି ମଧ୍ୟ ଟିକେ ଅଟକିବା। ଏହାକୁ ଶୁଦ୍ଧ ପଠନ କୁହାଯାଏ। କ'ଣ ପଠନ କୁହାଯାଏ? ତାହେଲେ ମୁଁ ପଢିବି ମୋ ପଛରେ ସମସ୍ତେ ପଢିବ। କଇୟ ସମୁଦି ଦ୍ୱିପହର ବେଳା ହୋଇଥାଏ ଅନୁଭବିତ ଖଟରେ ଶୋଇଥାଏ ସମୁଦି ଗଧିଆଙ୍କ କଥା ତାର ମନେ ପଡ଼ିଲା। ସମୁଦି ଘରକୁ ବହୁତ ଦିନ ହେଲା ଯାଇନାହିଁ। ଭାବିଲା ସମୁଦି ଘର ଆଡୁ ବୁଲି ଆସିବ। ସମୁଦି ଘରକୁ ଗଲା। ଦ୍ୱାରରେ ଠକ୍ ଠକ୍ କଲା। ଗଧିଆ ଧୀର ସ୍ୱରରେ ହଁ କହିଲା। ଠକ୍ ଠକ୍ ଶୁଣି ଦ୍ୱାର ଖୋଲିଲା। ଏବେ ତମେ ପଢିପାରିବ କିଏ କିଏ ହାତ ଟେକ। ସରସ୍ୱତୀ ତମେ ପଢ। ଘରକୁ ବହୁତ ଦିନ ହେଲା ଯାଇନାହିଁ। ଭାବିଲା ସମୁଦି ଘର ଆଡୁ ବୁଲି ଆସିବ। ସମୁଦି ଘରକୁ ଗଲା। ଦ୍ୱାରରେ ଠକ୍ ଠକ୍ କଲା। ଗଧିଆ ଧୀର ସ୍ୱରରେ ହଁ କହିଲା। ଠକ୍ ଠକ୍ ଶୁଣି ଦ୍ୱାର ଖୋଲିଲା। ଭେରି ଗୁଡ୍ ସରସ୍ୱତୀ। ବର୍ତ୍ତମାନ କିଏ ପଢିବ? ଆଚ୍ଛା ଅନୁଷ୍କା ତମେ ପଢ। କଇୟ ସମୁଦି ଦ୍ୱିପହର ବେଳା ହୋଇଥାଏ ଅନୁଭବିତ ଖଟରେ ଶୋଇଥାଏ ସମୁଦି ଗଧିଆଙ୍କ କଥା ତାର ମନେ ପଡ଼ିଲା। ସମୁଦି ଘରକୁ ବହୁତ ଦିନ ହେଲା ଯାଇନାହିଁ। ଭାବିଲା ସମୁଦି ଘର ଆଡୁ ବୁଲି ଆସିବ। ସମୁଦି ଘରକୁ ଗଲା। ଦ୍ୱାରରେ ଠକ୍ ଠକ୍ କଲା। ଗଧିଆ ଧୀର ସ୍ୱରରେ ହଁ କହିଲା। ଠକ୍ ଠକ୍ ଶୁଣି ଦ୍ୱାର ଖୋଲିଲା। ଭେରି ଗୁଡ୍ ଅନୁଷ୍କା। ଆଉ କିଏ ପଢିବ ହାତ ଟେକ। ଗଣେଶ ତମେ ପଢ ବାବା। ଆଉ ଟିକେ ଜୋର ପାଟିରେ ପଢ।